ସମସ୍ତେ ଉତ୍ତମ ଭାବରେ ଶୁଣିଥାନ୍ତି ମୁଁ ବିଶ୍ୱାସ କରେ। ଆଜି ଆମମାନଙ୍କ ଗହଣରେ ପ୍ରଭୁଙ୍କର ପ୍ରିୟ ଦାସ ଅଛନ୍ତି। ଆମେ ସମ୍ମୁଖକୁ ତାଙ୍କୁ ଆହ୍ୱାନ କରିବା ଏବଂ ସେ ଆମମାନଙ୍କୁ ଆରାଧନା ଦ୍ୱାରା ଆଗକୁ ବଢେଇ ନେବେ। ପ୍ରେଜ୍ ଦ ଲର୍ଡ ଆଜ୍ଞା। ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ ନମସ୍କାର। ପ୍ରଭୁଙ୍କ ମହତ୍ ନାମର ଧନ୍ୟବାଦ ହେଉ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରି ଆଉ ଗୋଟେ ସୁପ୍ରଭାତ ତେଣୁ ପ୍ରଭୁଙ୍କ ଧନ୍ୟବାଦ और सिंह सिस्टर को धन्यवाद। हम धन्यवाद दिए हमारे सार जो होता है तारा हम विशेष कर धन्यवाद दिए हमको इंटरसेशन प्रेयर सिस्टर को प्रार्थना कर मध्यस्थी भाव से प्रभु आम सुंदर सेवा करने आसतु मैंने आराधना करने प्रार्थना प्रेममय स्वर्गस्थ पिता तुमरे पवित्र नाम स्तुति स्तोत्र कारण तुम्हें सकल देवता उपरे तुम्हें अपना लोक मान को एते दया कर स्वर्गर ओह्लई आस प्रेम शांति सुरक्षा मंगल प्रभु तुम्हें आम को एत प्रेम कल हमें तुमरी प्रेम केवल तुमरी प्रशंसा कर जीवन एक तुम उद्देश्य जोड़ी तुम उद्देश्य तुम एक व्यवहारिक पात्र सब गौरव सब जिते जोड़ी आशीर्वाद करो और अधिका संख्या जोड़ी तुमरी गौरव करने एवं तुम आशीर्वाद पात्र पात्र अधिकार होगा सकल गौरव केवल तुम शीघ्र आसुवा प्रभु जीशु नाम मांग प्रभु को महत् नाम धन्यवाद हो हमें आसतु गीत गाई आम केमिति हेबी मो पारी रे दाउरे गाई वास्तव में भव सागर रु पारी करने केवल प्रभु जीशु ही आम नाम से ही आम भव सागर बिना आम पार करने जिते चेष्टा कारण से ही आम नाउरी से कहले मो पथ सत्य वो जीवन मोदे तेणु से निजे कहले जे यही भव सागर रु पारी करने कारण से ही आम आउ जगत रे जिते पथ अच्छी सब मिथ्या से ही सत्य कहीं मिथ्या बोली कह जाए ना जदि जड़े लोक बाहर मो पथर तुमको कढ़े नहीं बोलबो तार 70 कि 80 वर्ष कि 100 कि 120 वर्ष है से मरीज तार पथ आसे कुआड़े देखे पारे पथ हजिगला प्रभु जीशु कौन कले ना से जो पथ हेले मृत्यु नहीं से पुनर्बार जीवित से गोटे पथरे तेणु से पथ मुझे जीवन बोली कहले से ही जीवन जड़े मनुष्य केवल मुझे तुमको देवी तथा तेणु आम से प्रभु जीशु पथरे चालू जीवन नाउरी करू तेज से निश्चित भाव पिता केमिति हेबी मो पारी रे जीवाको अच्छी रे माते से परी केमिति हेबी मो पारी रे
ଯିବାକୁ ଅଛି ରେ ମତେ ସେ ପାରି ଯୀଶୁ ଡାକନ୍ତି ମତେ ହାତ ଠାରି ଠାରି ଯୀଶୁ ଡାକନ୍ତି ମତେ ହାତ ଠାରି ଠାରି କେମିତି ହେବି ମୋ ପାରିରେ ନାଉରି ଯିବାକୁ ଅଛି ରେ ମତେ ସେ ପାରି କେମିତି ହେବି ମୋ ପାରିରେ ନାଉରି ଯିବାକୁ ଅଛି ରେ ମତେ ସେ ପାରି ପାପର ସାଗରେ ପାପର ସାଗରେ ଜୀବନ ନାରେ ପାଏ ନାଇଁ କ୍ଷୟ କୂଳ ଘନ ଅନ୍ଧକାରେ ବିଶାଳ ସାଗରେ ହେବ କିଏ ତାହା ମୋର ପାପର ସାଗରେ ଜୀବନ ନାରେ ପାଏ ନାଇଁ କ୍ଷୟ କୂଳ ଘନ ଅନ୍ଧକାରେ ବିଶାଳ ସାଗରେ ହେବ କିଏ ତାହା ମୋର ମୋ ଯୀଶୁ କହନ୍ତି ପାଇବୁ ଜୀବନ ମୋ ଯୀଶୁ କହନ୍ତି ପାଇବୁ ଜୀବନ ଦେଲେ ତୋର ମନ ଆତ୍ମା ଓ ଜୀବନ କରି ସମର୍ପଣ କେମିତି ହେବି ମୋ ପାରିରେ ନାଉରି ଯିବାକୁ ଅଛି ରେ ମତେ ସେ ପାରି କେମିତି ହେବି ମୋ ପାରିରେ ନାଉରି ଯିବାକୁ ଅଛି ରେ ମତେ ସେ ପାରି मोह माया भरा ए दुनिया सारा दोई दिनिया तो मेरा माटीर मଣିଷ ମାଟିରେ ମିଶିବ ଏହି ତ କନ୍ଦେଇ ଖେଳ मोह माया भरा ए दुनिया सारा दोई दिनिया तो मेଳ ମାଟିର ମଣିଷ ମାଟିରେ ମିଶିବ ଏହି ତ କନ୍ଦେଇ ଖେଳ ସେ ପାରି ଦୁନିଆ ଅନନ୍ତ ନୀଳିମା ସେ ପାରି ଦୁନିଆ ଅନନ୍ତ ନୀଳିମା ଦୟା ସାଗର ସେ क्षमा निष्ठर से करी दे पारी केमती हेबी मो पारी रे नाउरी ଯିବାକୁ ଅଛି ରେ ମତେ ସେ ପାରି କେମିତି ହେବି ମୋ ପାରିରେ ନାଉରି ଯିବାକୁ ଅଛି ରେ ମତେ ସେ ପାରି ଯୀଶୁ ଡାକନ୍ତି ମତେ ହାତ ଠାରି ଠାରି ଯୀଶୁ ଡାକନ୍ତି ମତେ ହାତ ଠାରି ଠାରି ଏମିତି ହେବି ମୋ ପାରିରେ ନାଉରି ଯିବାକୁ ଅଛି ରେ ମତେ ସେ ପାରି ସେମିତି ହେବି ମୋ ପାରିରେ ନାଉରି
ଯିବାକୁ ଅଛି ରେ ମତେ ସେ ପାରି, ଯିବାକୁ ଅଛି ରେ ମତେ ସେ ପାରି, ଯିବାକୁ ଅଛି ରେ ମତେ ସେ ପାରି। ବାସ୍ତବରେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କୁ এই ଭବ ସାଗରରୁ ପାରି କରିବା ପାଇଁ କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଆମମାନଙ୍କର ନାଁ। ସାରା ଜଗତର ନାଉଟି ସେ ଅଟନ୍ତି, ସେହି ଆମମାନଙ୍କୁ ଆର ପାରିକି ନେଇପାରିବେ। ଆସନ୍ତୁ ଆମମାନେ ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟ। ଆଉ ଗୋଟେ ଗୀତଟି ଗାଇବା, ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୃଷକ। ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୃଷକରେ, ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୃଷକରେ। ଚାଲ ଯିବା ସେ ପଥେ ଚାଲିବା, ଚାଲ ଯିବା ସେ ପଥେ ଚାଲିବା, ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୃଷକରେ, ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୃଷକରେ। ବାସ୍ତବରେ ପ୍ରିୟ ପ୍ରଭୁଙ୍କ ଅନନ୍ତ ଜୀବନ ପ୍ରାପ୍ତ ହେବା ପିଲାମାନେ କାରଣ ସେ ହିଁ ଆମକୁ ଅନନ୍ତ ଜୀବନ ଦାନ କରିଥାଏ। ଆଉ ଯଦି ଆମେ ଖ୍ରୀଷ୍ଟିଆନ ହେଇ ଅନନ୍ତ ଜୀବନ ଲାଭ କରିପାରିବା ନା, ତେବେ ଆମ ଖ୍ରୀଷ୍ଟିଆନ ସେବା ସବୁ ବୃଥା। ସେଥିପାଇଁ ସେ ଅନନ୍ତ ଜୀବନ ପାଇବା ନିମନ୍ତେ ଆମେ ସେଇ ଖ୍ରୀଷ୍ଟର ନିକଟବର୍ତ୍ତୀ ହେବାକୁ ପଡ଼ିବ। କାରଣ କୁହାଯାଏ ବିଶ୍ୱରେ ଅନେକ ଦୁଃଖ କଷ୍ଟ ସମସ୍ୟା ରହିଅଛି, ଯୀଶୁ କହିଲେ ଯେ ମୋହର ଅନୁଗମନ କରିବା ପାଇଁ ଚାହେଁ ସେ ଆପଣ ଖ୍ରୀଷ୍ଟରେ ନିଏ ମୋହର ଅନୁଗମନ କରିବା। କୃଷ୍ଣ ହିଁ ଆମମାନଙ୍କର ବିଜୟ, କୃଷ୍ଣ ହିଁ ଆମମାନଙ୍କର ଲକ୍ଷ୍ୟର ପଥ, ଦୁର୍ଦ୍ଦିଷ୍ଟ ପଥର। ଦୁଃଖ ଅଛି କୃଷ ପଥରେ ନୁହେଁ ଚିର ଦିନ, ଦୁଃଖ ଅଛି କୃଷ ପଥରେ ନୁହେଁ ଚିର ଦିନ, ଧରି ଯିବ ସେହି ନନ୍ଦନ ସେବା ମହିମନ, ଧରି ଯିବ ସେହି ନନ୍ଦନ ସେବା ମହିମନ। ଆଶା ଯିବା ସାନ୍ତ୍ୱନା ଲଭିବା, ଆଶା ଯିବା ସାନ୍ତ୍ୱନା ଲଭିବା, ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୃଷକରେ, ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୃଷକରେ। ଧନ୍ୟ ପ୍ରଭୁ, ତୁମ ଠାରେ ହିଁ ଆମମାନଙ୍କ ପାଇଁ ଅନନ୍ତ ଜୀବନ ରହିଅଛି। ଆମେ ତୁମ ଦେଇ ଆମେ ଅନନ୍ତ ଜୀବନ ଗାଁରେ ହେଇପାରିବ, ସେହି ଦୟା ଆମ ଉପରେ। ଜରୁଅଛି ମଧୁ ସଙ୍ଗୀତ ଚିର ଶାନ୍ତି ଚାଳ, ବିଷୟ ଉପରେ ମଧୁ ସଙ୍ଗୀତ ଯାଏ, ଯଦି ଆମେ ସେ ମଧୁ ସଙ୍ଗୀତର ସହଭାଗୀ ପାଇଁ ସର୍ବଦା କୃଷ୍ଣ ପକ୍ଷରେ ଆଜି ବୈଠକ କରିବା। ଜରୁଅଛି ମଧୁ ସଙ୍ଗୀତ ଚିର ଶାନ୍ତି ପ୍ରାଣରେ, ହରୁଅଛି ମଧୁ ସଙ୍ଗୀତ
ସ୍ଥିର ଶାନ୍ତି ପ୍ରାଣ ନେଇ ବିରାଜ ଶିଖରା ପିଅନ ଅଛି ପଥ ଚାହିଁ ବିରାଜ ଶିଖରା ପିଅନ ଅଛି ପଥ ଚାହିଁ ଚାଲ ଯିବା ସେ ଲକ୍ଷ୍ୟ ପାଇବା ଚାଲ ଯିବା ସେ ଲକ୍ଷ୍ୟ ପାଇବା ଅନନ୍ତ ଜୀବନ ରହିଛି ଯୀଶୁ ପ୍ରଶଂସା ପଛେ ଅନନ୍ତ ଜୀବନ ରହିଛି ଯୀଶୁ ପ୍ରଶଂସା ପଛେ ଚାଲ ଯିବା ସେ ପଥେ ଚାଲିବା ଚାଲ ଯିବା ସେ ପଥେ ଚାଲିବା ଅନନ୍ତ ଜୀବନ ରହିଛି ଯୀଶୁ ପ୍ରଶଂସା ପଛେ ଅନନ୍ତ ଜୀବନ ରହିଛି ଯୀଶୁ ପ୍ରଶଂସା ପଛେ ଯୀଶୁ ପ୍ରଶଂସା ପଛେ ଯୀଶୁ ପ୍ରଶଂସା ପଛେ ବାସ୍ତବରେ ପ୍ରିୟ ପ୍ରଭୁ ଅନନ୍ତ ଜୀବନ କେବଳ ପରମେଶ୍ୱରଙ୍କର ହିଁ କିନ୍ତୁ ସେ ଆମକୁ ଦୟା କରି ଆମକୁ ଦାନ କରିବା ପାଇଁ ଅନନ୍ତ ଜୀବନ ଆମେ ପାଇବାର ଅଧିକାର ନାହିଁ ଅନନ୍ତ ଜୀବନ ହଉଛନ୍ତି ଅନନ୍ତ ଜୀବୀ ହଉଛନ୍ତି ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ କିନ୍ତୁ ସେ ଆମକୁ ପ୍ରେମ କରି ମୋର ଲୋକ ଭାବି ଆମକୁ ଆସନ୍ତୁ ମାନେ ଆଉ ଗୋଟେ ଛୋଟ ଗୀତ ଗାଏ ଆମେ ପ୍ରଶଂସା କରୁ ଜଗତ ଦେବନାହିତ ମନେ ସୁଖ ଶାନ୍ତି କିଛି ତ ବାସ୍ତବରେ ପ୍ରିୟ ପ୍ରଭୁ ମାନେ ଯୋଉ ଜଗତରେ ବାସ କରୁଛୁ ସେ ଜଗତ ଆମକୁ କେବେ ହେଲେ ସୁଖ ଶାନ୍ତି ଦେଇପାରେ ମାନେ ଅନନ୍ତ ସୁଖ ଅନନ୍ତ ଶାନ୍ତି ପାଇବା ପାଇଁ ଆମକୁ ପ୍ରଭୁଙ୍କ ନିକଟ କଲେ ଏହି ଜଗତ ଦେବନାହିତ ମନେ ସୁଖ ଶାନ୍ତି କିଛି ତ ନାହିଁ ମୃତ୍ୟୁ ଜରା ଯୀଶୁ ପାଶେ ପରା ନାହିଁ ମୃତ୍ୟୁ ଜରା ଯୀଶୁ ପାଶେ ପରା ଅନନ୍ତ ଜୀବନର ତରି ଆମେ ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କ ପାଶେ ରହିବା ଆମର ଆଉ ମୃତ୍ୟୁ ରହିବ ନାହିଁ ମୃତ୍ୟୁର ଭୟ ସେ ହେଉଛନ୍ତି ଅନନ୍ତ ଜୀବନର ନିର୍ଝର ଅନନ୍ତ ଜୀବନର ତରି ବସେ ସେ ହେଉଛନ୍ତି ଆମମାନଙ୍କର ଦ୍ୱିତୀୟ ଆମେ ତାଙ୍କ ନିକଟକୁ ଯାଇ ଆମ ହୃଦୟର ସମସ୍ତ ବିଷୟ ଜଣେଇବା ସେ ଆମକୁ ନିଜ ଠାରୁ ଅଧିକ ପ୍ରେମ ହୃଦ ବେଦନା ଚିନ୍ତା ଭାବନା ପ୍ରଲୋଭନ ପରୀକ୍ଷାନା ହୃଦ ବେଦନା
চিন্তা ভাবনা প্রলোভন পরীক্ষা নানা ହେଲେ ହେ ପ୍ରବଳ ହେବି ମୋ ସବଳ ହେଲେ ହେ ପ୍ରବଳ ହେବି ମୋ ସବଳ ପ୍ରିୟତମ ବୁକୁ ଭାବରି ବାସ୍ତବରେ ପ୍ରିୟ ପ୍ରଭୁଙ୍କ ଲୋକମାନେ ଜଗତରେ ଆମମାନଙ୍କର ଜୀବନର ଅନେକ ଚିନ୍ତା ଭାବନା ଆସି ଅନେକ ପ୍ରଲୋଭନ ଆସିଥାଏ ଯୋଉ ପ୍ରଲୋଭନ ଆମ ଖ୍ରୀଷ୍ଟଙ୍କ ଠାରୁ ଦୂର କିନ୍ତୁ ଆମେ ଯେତେ ହେଲେ ମଧ୍ୟ ଆମେ ପ୍ରଭୁଙ୍କ ଠାରେ ରହିବାକୁ ଚେଷ୍ଟା କରିବା ପାଇଁ ଆମେ ବାରମ୍ବାର ପବିତ୍ର ବାକ୍ୟ ବାଇବେଲ ଆମମାନଙ୍କୁ ଆମେ ସମସ୍ତେ ଜାଣୁ ସେ ଆମମାନଙ୍କର ଅତି ପ୍ରିୟତମ ଅଟନ୍ତି ଆମମାନଙ୍କର ସମସ୍ତ ବିଷୟ ସେ ଜାଣନ୍ତି କେଡେ ମୋ କେଡେ ଉତ୍ତମ ମୋ ପ୍ରିୟତମ ଜାଣନ୍ତି ମୋ ସମସ୍ୟା ମାନ ଆମମାନଙ୍କର ସମସ୍ୟା ଜାଣିବା ପାଇଁ କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କର ପିତାମାତା ଆମମାନଙ୍କର ବନ୍ଧୁ ଭାଇମାନେ କେହି ଜାଣିପାରିବେ କେବଳ ପ୍ରଭୁ ଯୀଶୁ ହିଁ ଆମମାନଙ୍କର ସମସ୍ୟା ଜାଣନ୍ତି ଆମମାନେ ସବୁ କଥା ଆମର ଲୋକମାନଙ୍କୁ କହିନଥାଉ କିନ୍ତୁ ଆମେ ନ କହିବା ପୂର୍ବରୁ ପ୍ରଭୁ ଯୀଶୁ ଜାଣନ୍ତି କେଡେ ଉତ୍ତମ ମୋ ପ୍ରିୟତମ ଜାଣନ୍ତି ମୋ ସମସ୍ୟା ମାନ ମହତ ଆଶୟ ନିକଟ ସହାୟ ମହତ ଆଶ୍ରୟ ନିକଟ ସହାୟ संकटो रखिबे अबोरी प्रभु करुणा रे आश्रय करी तांको बीती सबुरु दे आचरी लक्ष्य रखी पद चिन्ह देवी अनुसारी प्रभु करुणा रे आश्रय करी आम जीवन को अर्थात ख्रीष्टीय जीवन को महमबती पर आम गढ़ा कारण महमती बती जमी शेष पर्यंत से लिभे ना आलोक ही दे था प्रिय प्रभु लोक मैंने आम ख्रीष्टीय जीवन सेमती होगा दरकार आम जीवन शेष पर्यंत आम प्रभु उद्देश्य आलोकित ही व्यवहार दरकार यह हूँ गोटे ख्रीष्टीय जीवन प्रकृत कर्तव्य आम बाइबल पढ़ीदेवा गिर्जा को जीवा उपवास करवा दान देदेवा कहवा मु ख्रीष्टियान यहीटा हो पार जेबे पर्यंत आम शेष पर्यंत प्रभु निमंत आलोकित हो पार ही वास्तव एक ख्रीष्टीय जीवन महमबती जले जे मिसी शेष बाजाए झटके महमबती जले जे मिसी शेष बाजाए झटके मोसारा जीवन गौरव कारण मसारा जीवन गौरव कारण जड़े जे नाम तुमरी प्रभु करुणा रे आश्रय करी तांक विधि सबरु दे आचरी लक्ष्य रखी पद चिन्ह देवे मो अनुसारी लक्ष्य रखी पद चिन्ह देवे मो अनुसारी प्रभु करुणा रे आश्रय करी स्वर्गीय पिता तुमको धन्यवाद देउछि प्रभु
ଏ ଅଯୋଗ୍ୟ ଜୀବନରେ ଆମ ତୁମରି ସେବକ ଭାବରେ ତୁମେ ଜଗତ ଆମର ଯେପରି ତମ ଆମଙ୍କର ମନର ହୃଦୟର ସମସ୍ତ ବିଷୟ ତୁମ ନିକଟରେ ସମର୍ପଣ କରିଥାଉ। ଆମେ କେବଳ ତୁମରି ସେବାରେ ଆଗକୁ ବଢିବାକୁ ପାରିବା। ତୁମେ ଦୟା କର। ତୁମେ ଆମଙ୍କର ସଭାପତି ପରମେଶ୍ୱର, ଆମଙ୍କର ଚଲା ପଥରେ ଚାଷିବ, ଆମଙ୍କର ସେବା କାର୍ଯ୍ୟ ଜୀବନରେ ତୁମେ ସକ୍ରିୟ କରିବ। ଆମର ତୁମରି ଏକ ମନୋନୀତ ବ୍ୟକ୍ତି କରି ତୁମେ ଗୀତ ମାଧ୍ୟମରେ ଗୌରବ ପାଅ, ବାକ୍ୟ ମାଧ୍ୟମରେ ଗୌରବ ପାଅ, ପରିଚାଳନା ମାଧ୍ୟମରେ ପ୍ରଭୁ ଆଜିର ୱାର୍କଶିପ୍ ତୁମ ହାତରେ ସମର୍ପଣ କରୁଛି। ତୁମେ ଗୌରବ ମହିମା ସମୂହ ପାଅ, ଯାହାକୁ ମାଧ୍ୟମରେ ତୁମକୁ ତୁମେ ଆରମ୍ଭ ଏବଂ ତୁମେ ପରିଚାଳନା କରୁଥିବା ଶିକ୍ଷାକୁ କେଉଁ ଶିକ୍ଷାକୁ ପୁଣି ବାକ୍ୟ ନେଇ ଆସୁଥିବା ତୁମ ଦାସଙ୍କୁ ଏବଂ ଯେତେ ଯୋଡ଼ି ହେଇଥିବ ପ୍ରତ୍ୟେକଙ୍କୁ ତୁମରି ପବିତ୍ର ପାଦ ତଳ ସମର୍ପଣ କଲି। ଆଜିର ସମସ୍ତ ଭାର ପ୍ରଭୁ ତୁମ ହସ୍ତରେ ଦେଇ ଜାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ଏ ସମସ୍ତ ନିବେଦନ ମାଗ। Thank you, Lord. Thank you. ଧନ୍ୟବାଦ sister, ସୁନ୍ଦର। ପ୍ରେଜ୍ ଦ ଲର୍ଡ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଅତି ଭକ୍ତିପୂର୍ଣ୍ଣକ ଗୀତ ସବୁ ଗାଇ ଆମକୁ ଆରାଧନା ଦ୍ୱାରା କଢେଇ ନେଇଥିବା ସକାଶୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସାଥେ ସାଥେ ଆପଣଙ୍କୁ ମଧ୍ୟ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆପଣଙ୍କ ପରିବାରକୁ ଦେଇଥିବା ସେବା କାର୍ଯ୍ୟକୁ ମଧ୍ୟ ଅନୁଗ୍ରହ କରନ୍ତୁ। ଯେଉଁ ଦାୟିତ୍ୱରେ ପ୍ରଭୁ ରଖିଅଛନ୍ତି ତାହା ବିଶ୍ୱସ୍ତ ଭାବରେ ଆଗକୁ କରିବା ପାଇଁ ପ୍ରଭୁ ଶକ୍ତି ଏବଂ ସାମର୍ଥ୍ୟ ଦିଅନ୍ତୁ। ଆସନ୍ତୁ ଆମେ ଆରାଧନା କରିଗଲୁ, ବର୍ତ୍ତମାନ ଆମେ ବାକ୍ୟ ଶୁଣିବାକୁ ଯିବା। ରାଇଟ୍ ଟାଇମରେ ଆମେ ପହଞ୍ଚିଛୁ। ସାର୍ କିଛି ଆନାଉନ୍ସମେଣ୍ଟ ଅଛି? ଓକେ, ତ ଆନାଉନ୍ସମେଣ୍ଟ ନାହିଁ, ଆମେ ବାକ୍ୟ ଆଡକୁ ଯିବା। ବାକ୍ୟ ପାଇଁ ଅଲରେଡି ପ୍ରାର୍ଥନା କରାଯାଇଛି, ତ ମୁଁ ଚାହୁଁଛି ପ୍ରାର୍ଥନା ନ କରି ଆମେ ଆଗକୁ ବଢିବା। ବାକ୍ୟଦାତା ସେ ପ୍ରାର୍ଥନା କରି ଆଗକୁ ବଢିବେ। ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କର ପ୍ରିୟ ଦାସ ଅଛନ୍ତି, ଆଉ ତାଙ୍କୁ ଆମେ କେହି ନ ଜାଣୁ ଏପରି କିଛି ନୁହଁ। ସେ ସମସ୍ତଙ୍କର ପରିଚିତ, ସମସ୍ତେ ତାଙ୍କୁ ଜାଣନ୍ତି। ଆଉ ଯେତେବେଳେ କୋଇନୋନିଆରେ ସେ ବାଇବେଲ କୁଜ ନେଇକି ଆସନ୍ତି, ସମସ୍ତେ ଆକ୍ଟିଭଲି ବସିକି ଉତ୍ତର ଦେବା ପାଇଁ ପ୍ରସ୍ତୁତ ଥାନ୍ତି। ଆଉ ସେ ଚହଳ ପକେଇବା ଲୋକ ଆମମାନଙ୍କ ଗହଣରେ ଅଛନ୍ତି। ମୁଁ ତାଙ୍କୁ ସ୍ୱାଗତ କରୁଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ। ପ୍ରେଜ୍ ଦ ଲର୍ଡ ସାର୍। ଆସନ୍ତୁ ମାନେ କରତାଳ ଦ୍ଵାରା ପ୍ରଭୁଙ୍କର ଦାସଙ୍କୁ ପ୍ରଭୁଙ୍କର ବାକ୍ୟକୁ ଆମେ ସ୍ୱାଗତ କରୁ। ପ୍ରେଜ୍ ଦ ଲର୍ଡ ସାର୍। Praise the Lord, sister. Lord. ପରମେଶ୍ୱରଙ୍କର ମହତ୍ ନାମର ଧନ୍ୟବାଦ ହଉ। ଆପଣମାନେ ମୋ ଆବାଜ ଶୁଣି ପାରୁଛନ୍ତି? ଓକେ, ଧନ୍ୟବାଦ। ସାର୍ ମୋର ଆଉ ଗୋଟେ ଡିଭାଇସ୍ ଅଛି RRR, ସେଠି ମତେ ଟିକେ କୋହଷ୍ଟ କରିପାରିବେ କି? ପ୍ରଭୁ ଆମେ ସମସ୍ତଙ୍କୁ ତାଙ୍କରି ଅନୁଗ୍ରହ ମଧ୍ୟରେ ରଖିଛନ୍ତି। ତାଙ୍କରି ଅନୁଗ୍ରହର ଚେକୁ ଆମମାନଙ୍କ ଉପରେ ରହିଅଛି। ଆଉ ସେଥି ନିମନ୍ତେ ଆମମାନେ ବିନଷ୍ଟ ନ ହୋଇ এই নিমিষে পর্যন্ত এই জগତ ମଧ୍ୟରେ ଆମେ ନିଶ୍ୱାସ ପ୍ରଶ୍ୱାସ ନେଇ ଆମେ ବଞ୍ଚି ଅଛୁ। ଏହା କୌଣସି ଆମମାନଙ୍କର ଉତ୍ତମତା କିମ୍ବା ବିଶ୍ୱସ୍ତତା କିମ୍ବା ଧାର୍ମିକତା ଯୋଗୁଁ ନୁହଁ, କିନ୍ତୁ ସେ ଯେ ବିଶ୍ୱସ୍ତ ପରମେଶ୍ୱର ଅଟନ୍ତି, ଆଉ ସେ ଯେ ଧାର୍ମିକ ପରମେଶ୍ୱର ଅଟନ୍ତି, ଆଉ ତାଙ୍କରି ନାମ ସକାଶେ ଆମେ ପ୍ରତ୍ୟେକଙ୍କ ନିମନ୍ତେ ତାଙ୍କରି ଏକ ବିଶେଷ ବିଶେଷ ଯୋଜନା ସଂକଳ୍ପ କରିଛନ୍ତି। ଆଉ ଏହା ଯେ ଆମେ ଆଜି ପ୍ରାୟ 19 ଜଣ ରହିଅଛୁ, ଏହା ଅଚାନକ ଭାବରେ ଆମେ ଏକାଠି ହୋଇନାହୁଁ। ଏହା ପରମେଶ୍ୱରଙ୍କର ପୂର୍ବ ଯୋଜନା, ତାଙ୍କରି ସଂକଳ୍ପ ଅନୁସାରେ ଆମେ ଉପସ୍ଥିତ ରହିଅଛୁ। ଏଣୁ ପ୍ରଭୁଙ୍କ ମତ ଆମର ଧନ୍ୟବାଦ ହଉ। ଆଉ ମୁଁ ଧନ୍ୟବାଦ ଚାହିଁବି ପ୍ରଭୁଙ୍କ ଦାସ ଆଚାର୍ଯ୍ୟ ପିଟର ପରାଜ୍ଞାଙ୍କୁ ଏ ସୁନ୍ଦର ସୁଯୋଗ ଆଉ ମତେ ଦେଲେ। ଆପଣମାନଙ୍କ ସହିତ ମିଳିମିଶି ଆମେ ଉପାସନା ଆରାଧନା କରିବା ନିମନ୍ତେ ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ମୁଁ ଜାଣିନି ସେ ଜାଣି ଶୁଣି ବା ନ ଜାଣିକି ପ୍ରାୟ ଆମେ ଯେତେ ଆଜି ଆମେ ସକ୍ରିୟ ଭାଗ ନଉଛୁ, ଇଣ୍ଟରସେସରି ପ୍ରେୟର, ପ୍ରିସାଇଡିଂ, ପ୍ରିଚର ଏଣ୍ଡ ୱାର୍ସିପ, ସମସ୍ତଙ୍କ RR ରେ ରଖିଛନ୍ତି, 4ଟା R କୁ। ସେ ଯାହା ବି ହଉ, ପ୍ରଭୁ ସେ ଆମ ସମସ୍ତଙ୍କ ଦେଇ ଗୌରବ ପାଆନ୍ତୁ। ମୁଁ ବହୁତ ଫ୍ୟାନ୍ ଅଟେ ଆମମାନଙ୍କର ରଙ୍କା ଆଜ୍ଞାଙ୍କର।
ତାଙ୍କର ସେ ଗୀତ ଗାଇବା ଶୈଳୀ ଆଉ ଯେପରି ଭଉଣୀ କହୁଥିଲେ ସେ ହଉଛି ଉତ୍ତମ ରଚକ ଆଉ ସେ ଗୀତ ଭଲ ରଚନା କରନ୍ତି ଆଉ ତାଙ୍କର ସେ ଗୀତ ଗୁଡାକ ଭାରି ଭଲ ଲାଗେ। ସେ ପୁରୁଣା ଗୀତକୁ ମଧ୍ୟ ସେ ପୁରା ଆଟ୍ରାକ୍ଟିଭ କରିକି ଆଣିକି ଥନ୍ତି ପ୍ରଭୁଙ୍କର ଗୌରବ ନିମନ୍ତେ ଏଇ ଦିନ ମାନଙ୍କରେ ପ୍ରଭୁ ତାଙ୍କୁ ବ୍ୟବହାର କରୁଛନ୍ତି। ଆଉ ବହୁତ ଧନ୍ୟବାଦ ଭଉଣୀକୁ ମଧ୍ୟ ଧନ୍ୟବାଦ। ଆଉ ଅନେକ ଥର ପ୍ରଭୁଙ୍କର ଦାସୀ ପ୍ରିସାଇଡିଂ କରିବା ସମୟରେ ମୁଁ ପ୍ରଚାର କରିବା ସୁଯୋଗ ପାଇଛି। ତେଣୁ ତାଙ୍କୁ ମଧ୍ୟ ସେ ଉତ୍ତମ ପ୍ରଫେସନାଲ ପରିଚାରିକା ତାଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଉପସ୍ଥିତ ପ୍ରତ୍ୟେକଙ୍କୁ ପୁନର୍ବାର ଖ୍ରୀଷ୍ଟ ପ୍ରେମର ନମସ୍କାର ପ୍ରେଜ୍ ଦ ଲର୍ଡ। ଆସନ୍ତୁ ମାନେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ମୁଁ ଗତ ଦିନ ମାନଙ୍କରେ ଏହି ପ୍ରଥମ ରାଜାବଳୀ ଷ୍ଟଡି କରୁଥିଲି ସେ ସମୟରେ। ଆଉ ଏଇ ତିନୋଟି ପର୍ବକୁ ନେଇ ମୁଁ ତିନୋଟି ମେସେଜ ତିଆରି କରିଥିଲି। ଷ୍ଟଡି ସମୟରେ ପ୍ରଭୁ ଯେଉଁ ଚିନ୍ତା ଯେଉଁ ଥଟ୍ ଦେଇଥିଲେ ଆଉ ଆଜି ବିଶେଷ କରି ସେ ମଧ୍ୟରୁ ଗୋଟେ ଦେଖିବା ଆମେ ଯେ ମୁଁ ସେ ପ୍ରଥମ ରାଜାବଳୀ 17-19 ବହୁତ ଇଣ୍ଟରେଷ୍ଟିଂ ଘଟଣା ସମୂହ ଗୁଡାକ ବର୍ଣ୍ଣନା କରାଯାଇଅଛି। ତେଣୁ ମୁଁ ସେହି ପ୍ରଭୁଙ୍କର ଦାସ ବା ଏଲିୟଙ୍କୁ ମୁଁ କହୁଥିଲି ଯେ ସେ ଜଣେ ସଲଭିଂ ସର୍ଭେଣ୍ଟ ସମାଧାନକାରୀ ସେବକ। ଆମେ ଯଦି ଦେଖିବା ତାର ତିନୋଟି ପର୍ବର ହାଇଲାଇଟ ଯଦି ଦେଖିବା ସେଇ 17 ପର୍ବରେ ଯୋଉ ଡ୍ରଟ୍ ବା ବର୍ଷା ନହେବା ବିଷୟରେ ସେଇଟା ବହୁତ ହାଇଲାଇଟ ହେଇଛି ଆମେ ସମସ୍ତେ ଜଣାଶୁଣା। ଏବଂ ତାର 18 ପର୍ବରେ ବହୁତ ଗୋଟେ ବଡ ଡିବେଟ ବିତର୍କ ଆଜି ଦିନ ମାନଙ୍କର ଯେମିତି ସନାତନୀ ହାୱା ଆସିଲା ପରେ ଏହି ବିତର୍କର କଥାବାର୍ତ୍ତା ଯାକ ଚାଲିଥିଲା। ତମେ ଷ୍ଟେଜକୁ ଆସ ଆମେ ଷ୍ଟେଜକୁ ଆସିବା, ଆମେ ପ୍ରମାଣ କରିବା କାହାର ଈଶ୍ୱର ସତ୍ୟ ବା କିଏ ଠିକ ଅଟନ୍ତି, କୋଉଟା ସନାତନୀ ଧର୍ମ ଜାଣିବା ନିମନ୍ତେ ଅନେକ ତର୍କ ବିତର୍କ ହଉଥିଲା। ବର୍ତ୍ତମାନ ଟିକେ ଥମି ଯାଇଛି। ଆଉ ସେ ସମୟରେ ଏକୁଟିଆ ହେଇ ମଧ୍ୟ ସେପରି ଆସମା ସହିତ ବିତର୍କ କରିଥିଲେ। ଏବଂ 19 ପର୍ବରେ ଆମେ ଦେଖୁଛେ ସେ ଏତେ ଆଶ୍ଚର୍ଯ୍ୟକର୍ମ କଲା ପରେ ମଧ୍ୟ ସେ ଡିପ୍ରେସନ ପୁରା ବିଷାଦ ପୁରା ମର୍ମାହତ ହେଇଯାଇଥିଲେ। ସେ ତିନିଟା ବିଷୟରେ ଆମେ ଦେଖୁ ଏଇ ତିନୋଟି ପର୍ବରେ। ଆଉ ଏଇ ତିନୋଟି ପର୍ବରେ ତାର ତିନୋଟି ପ୍ରକାର ଚରିତ୍ରକୁ ଆମେ ଦେଖୁ। ଆଉ 17 ପର୍ବରେ ତାଙ୍କର ହ୍ୟୁମିଲିଟି ତାଙ୍କର ଯୋଉ ନମ୍ରତା ଗୁଣ ଆମେ ଦେଖୁ, ନମ୍ରତା ବିଷୟ। ଏବଂ ଅଚାନକ ତାର ସେଇ ତା ନେକ୍ସଟ ପର୍ବରେ ତାର ଆମେ ହିରୋଇସିମ ବା ତାର ବୀରତାର ଗୁଣକୁ ଦେଖୁ। ସେ ଲାଇକ୍ ଏ ୱାନ୍ ମ୍ୟାନ୍ ଆର୍ମି 850 450 ବାଲ ଆଉ 400 ଜଣ ଆଶର ଭବିଷ୍ୟତ ବକ୍ତା ଗୋଟିଏ ପଟ ଆଉ ଏ ଗୋଟିଏ ପଟ ଜଣେ ଯେ କିପରି ତାଙ୍କ ସହିତ ସେ ତର୍କ କରିବା ଆହ୍ୱାନ କରିଥିଲେ। ସେଥିପାଇଁ ତାର ବୀରତାକୁ ବୁଝାଏ ହିରୋଇଜିମକୁ। ଏବଂ ତୃତୀୟରେ ଆମେ ହ୍ୟୁମାନିଟି, ଯେ ଜଣେ ମନୁଷ୍ୟ ସେ ଯାହାହେଲେ ମଧ୍ୟ ସାମାଜିକ ମନୁଷ୍ୟ, ସେ ତାର ଅନେକ ସମୟରେ ଡର ଭୟ ଅନେକ ସମୟ ବିଭିନ୍ନ ପ୍ରକାର ଯୋଉ ଥାଏ ଆମେ ଦେଖୁଛୁ ତାର ଏଇ ମାନବତାର ଗୁଣ ଆମେ ସେଇ 19 ପର୍ବରେ ଦେଖେ। କିନ୍ତୁ ଆମେ ଆଜି 18 ପର୍ବକୁ ଆମେ ଟିକେ ଧ୍ୟାନ କରିବା। ଆଉ ସେ ହଉଛି ଜଣେ ସଲଭିଂ ସର୍ଭେଣ୍ଟ ବା ସମାଧାନ କରି ସେବକ। ଆଉ ଏଇ 18 ପର୍ବରେ ଆମେ ପାଞ୍ଚଟି ବିଷୟ ଆଲୋଚନା କରିବା। ପ୍ରଥମ ହଉଛି a problem among the God's people। ଓକେ, ସମସ୍ୟା ହଉଛି ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ଥିଲା। ଓକେ, ତାପରେ ସେ କିପରି ପ୍ଲାନ୍ ଟୁ ସଲ୍ଭ ଦ ପ୍ରୋବ୍ଲେମ। ଓକେ, ଆଉ ଯେ ସମସ୍ୟା ଥିଲା ସେ ସମାଧାନ କରିବା ନିମନ୍ତେ ଯୋଜନା କରୁଛନ୍ତି। କେମିତି କଲେ ଏଇ ଯୋଉ ସମସ୍ୟା ଆସୁଛି ତାକୁ ଆମେ
समाधान करिया बोलिके ओके तृतीय देखिबा से प्रिपेयर द अल्टर इन अ प्रॉपर वे ओके से किपरि सठिक भाव रे से वेदी को सजाडुछंती से विषय रे अल्प समय आलोचना करिबा चतुर्थ देखिबा प्रेयर फॉर द विजन बा मिशन बा विजन को आम कहि परिबा प्रवीण अर्थात से सेवा निमंते प्रार्थना करुछंती एवं पंचम देखिबा जे पावरफुल प्रेजेंटेशन ओके शक्तिशाली प्रदर्शन विषय रे आमे देखिबा अल्प समय एही पांच विषय आलोचना करिबा आमने वाक्य को जीवा पूर्व आमे अल्प समय आमे प्रार्थना सहित आमे वाक्य को शिवा आसंत मु पदे प्रार्थना करिबे आया मनकर वाक्य रूपी स्वर्गीय पिता परमेश्वर ଆମେ ତୁମ ସେଇ ପବିତ୍ର ମନ ଆମର ଧନ୍ୟବାଦ କରୁଛୁ ପ୍ରଶଂସା ଗୌରବ ସ୍ତୁତି ବନ୍ଦନା କରୁଛୁ ପ୍ରଭୁ କାରଣ ତୁମେ ମହାନ ପରମେଶ୍ୱର ଅଟ ତୁମେ କଥା କହିବା ପରମେଶ୍ୱର ଅଟ ତୁମେ ଜୀବନ୍ତ ପରମେଶ୍ୱର ଅଟ ପ୍ରଭୁ ଆମମାନଙ୍କୁ କଥା କୁହ ମତେ ହଜାଅ ଲୁଚାଅ ତୁମ ସେଇ କୃଷର ଆড়ୁଆଳରେ ଏବଂ ମୋ ମୁଖ ଦେଇ ପ୍ରଭୁ ତୁମେ କଥା କୁହ ଏବଂ କିପରି ଏହି ଅଂଶକୁ ଆମେ ବୁଝିବାକୁ ପାରିବୁ ସେପରି ଦୟା ଅନୁଗ୍ରହ କର ମୋ ଜୀବନକୁ ଏବଂ ଶ୍ରୋତା ମଣ୍ଡଳୀକୁ ତୁମରି ହସ୍ତରେ ସମର୍ପଣ କରୁଛୁ ଏବଂ ଏହି ନେଟୱାର୍କ ପ୍ରଭୁ ଆମେ ତୁମର ହସ୍ତରେ ଦଉଛୁ ନିୟନ୍ତ୍ରଣ କରି ତୁମେ ଗୌରବ ପାଅ ଯୀଶୁଙ୍କ ନାମରେ ମାଗୁଅଛୁ ଆମେନ୍ ପ୍ରେଜ୍ ଦ ଲର୍ଡ ଆପଣ ମାନେ ଅଛନ୍ତି ତୁମ ସହିତ ଓକେ ଧନ୍ୟବାଦ ଭଉଣୀ ଆପଣ ହାତ ଉଠେ ଦେଖିଲେ ଯେଉଁମାନେ ଭିଡିଓ ଅଫ୍ କରିଛନ୍ତି ଆଶା କରେ ଆପଣ ମାନେ ମୋ ସ୍ୱର ଆପଣ ମାନଙ୍କର କର୍ଣ୍ଣ ଗୋଚର ହଉଥିବ ଧନ୍ୟବାଦ ୱାକିଂ କରିବି କି ଜଣ ଦେଖୁଛନ୍ତି ଓକେ ଆମେ ପ୍ରଥମ ବିଷୟ ଦେଖିବା ପ୍ରୋବ୍ଲେମ among the God's people ଓକେ ଆଉ ସେଇ ସମୟରେ ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ସମସ୍ୟା ଥିଲା ମୁଁ କାହିଁକି ଈଶ୍ୱରଙ୍କୁ କହିଲି କାରଣ ଇସ୍ରାଏଲ ଲୋକ ହଉଛି ଈଶ୍ୱରଙ୍କ ଲୋକମାନେ ତାଙ୍କରି ସନ୍ତାନ ସନ୍ତତି ମାନେ ତେଣୁ ତାଙ୍କରି ମଧ୍ୟରେ ଏକ ବହୁତ ବଡ ସମସ୍ୟା ଥିଲା ଦୁଇ ପ୍ରକାର ଯେତେବେଳେ ଏଲିଓ ସେ ତାଙ୍କ ସେବା କାର୍ଯ୍ୟ କରୁଥିଲେ ପ୍ରଥମ ସମସ୍ୟା ଥିଲା ପିପୁଲ ୱେଲ୍ କରପ୍ଟେଡ ଓକେ ଲୋକମାନେ ଦୁଷ୍ଟ ଥିଲେ ଓକେ ବିଶେଷ କରି ପଲିଟିକାଲି ଆଣ୍ଡ ସୋସିଆଲି ସେମାନେ ରାଜନୈତିକ ଭାବରେ ଏବଂ ସାମାଜିକ ଭାବରେ ସେମାନେ ଦୁଷ୍ଟ ଥିଲେ ଈଶ୍ୱରଙ୍କ ଦୃଷ୍ଟିରେ ସେମାନେ ଦୁଷ୍ଟ ଥିଲେ ଯଦି ଆମେ ପଢିବା ଏ ସମସ୍ତ ଅଂଶ ଆମେ ବର୍ତ୍ତମାନ ସମସ୍ତେ ପଢିବା ନାହିଁ କିନ୍ତୁ ଯଦି ଆମ ଘରକୁ ଗଲେ ପଢିବେ ଯୋଉ 15 ପର୍ବର 27 ପଦରେ ଏବଂ 16 ପର୍ବର 9 10 ଏବଂ 18 ପଦ 21 ପଦ 31 ପଦ ଯଦି ଆମେ ପଢିବା ଏଠାରେ ତାଙ୍କର ରାଜନୈତିକ ସ୍ଥିରତା ନାହିଁ ଦେଖନ୍ତୁ ଏଇ ସମୟରେ ଦେଶ ଦୁଇ ଭାଗ ହେଇଛି ଗୋଟେ ହଉଛି ଇସ୍ରାଏଲ ଆଉ ଗୋଟେ ହଉଛି ଜିହୁଦା ଓକେ କିନ୍ତୁ ଜିହୁଦା ସେମାନଙ୍କର ରାଜା ମାନେ ସେମାନେ କିଏ ତ 20 ବର୍ଷ କିଏ ତ 40 ବର୍ଷ କିଏ ତ 50 ବର୍ଷ ଏପରି ସେମାନେ ଶାସନ କରୁଛନ୍ତି କିନ୍ତୁ ଯେତେବେଳେ ଦେଖିବା ଏଇ ଇସ୍ରାଏଲ ମଧ୍ୟରେ ସେମାନେ ତାଙ୍କ ମଧ୍ୟରେ ବହୁତ କଳି ଝଗଡା ସେ ପରସ୍ପର ମଧ୍ୟରେ ତାଙ୍କର ଗୋଟେ ଷ୍ଟେବିଲିଟି ବା ସ୍ଥାୟୀ ସେମାନଙ୍କର ରାଜା ମାନେ ନଥିଲେ ଆଉ ତାଙ୍କର ପଲିଟିକାଲି ସେମାନେ କରପ୍ଟେଡ ଥିଲେ ଯଦି ଆମେ ଦେଖିବା ଜାରିବ୍ୟଙ୍କର ପୁତ୍ର ନାଦବ ଆଉ ତାଙ୍କୁ ଯେତେବେଳେ ସେ ରାଜା ହେଇଥିଲେ ଇସାଖର ବଂଶର ଜଣେ ବ୍ୟକ୍ତି ସେ ଉଠି ଯାଇକି ବାସା ସେ ତାଙ୍କୁ ହତ୍ୟା କରିକି ବା ବଧ କରିକି ସେ ସେଠି ରାଜା ହୁଅନ୍ତି ଅଳ୍ପ ଦିନ ପରେ ଏବଂ ତାର କିଛି ଦିନ ପରେ ଏଲା ବୋଲିକି ଜଣେ ରାଜା ହୁଅନ୍ତି ଆଉ ସେଇ ଏଲା ତାର ସେ ଗୃହର ଅଧ୍ୟକ୍ଷଙ୍କ ଘରେ ସେ ତାର ଅଧ୍ୟକ୍ଷଙ୍କ ଘରକୁ ଯାଇକି ସେଠି ସେ ମଦ ପିଇକି ମାତାଲ ଥିବା ସମୟରେ ସିମ୍ରି ସିମ୍ରି ନାମକ ଜଣେ ଯାଇକି ତାଙ୍କୁ
ବଧ କରନ୍ତି ଆଉ ସେ ତା ଉପରେ ରାଜା ହୁଅନ୍ତି। ସେ ହଉଛି ସେ ତାଙ୍କ ରଥ ସମୂହର ଅର୍ଦ୍ଧ ସେନାପତି ଥିଲେ। ହେଁ? ତାଙ୍କୁ ସେ ବଧ କରିକି ସେ ରାଜା ହୁଅନ୍ତି। ଏବଂ ଅମ୍ରି ଯେତେବେଳେ ରାଜା ହୁଅନ୍ତି ବା ତିନବିକିଆ ଏ ଦୁଇ ଜଣ ସେଇ ଇସ୍ରାଏଲ ମଧ୍ୟରେ ଲୋକମାନେ ଦୁଇ ଭାଗ ହୁଅନ୍ତି, ଜଣେ ଆଉ ଜଣକୁ ସପୋର୍ଟ କରନ୍ତି ଆଉ ଅଧା ଜଣକ ଅନ୍ୟ ଜଣକୁ ସପୋର୍ଟ କରନ୍ତି। ଆଉ ସେଇ ଦୁଇ ନେତାଙ୍କ ମଧ୍ୟରେ ସେ ଇସ୍ରାଏଲ ମଧ୍ୟରେ ହିଁ ସେଇ ଦୁଇ ନେତାଙ୍କ ମଧ୍ୟରେ ଯୁଦ୍ଧ ହୁଏ। ଆଉ ଅମ୍ରି ତିନବିକି ସେ ପରାସ୍ତ କରିକି ସେ ରାଜ୍ୟ ସ୍ଥାପନ କରନ୍ତି। ଏହିପରି ଯଦି ଦେଖିବା ଆମେ ତାଙ୍କର ଷ୍ଟେବିଲିଟି ବା ସ୍ଥାୟୀ ନଥିଲା ତାଙ୍କ ରାଜନୈତିକ ପରିସ୍ଥିତି। ଏବଂ ତାପରେ ଅହବ ରାଜା ହୁଅନ୍ତି, ଯିଏକି ଲେଖା ଅଛି ବହୁ ସେ ଦୁଷ୍ଟ ରାଜା। ସେ ଏପରିକି ଯେ ଆଉ ସେ ସିଦୋନୀୟ ଇସବାଲ ରାଜାଙ୍କର କନ୍ୟା ଇସରାଏଲକୁ ସେ ବିବାହ କରନ୍ତି। ଆଉ ସେ ଜଣେ ପକ୍କା ଯୋଉ ବାଲ ଦେବତାର ସେବିକା ଅଟେ। ଆଉ ତାକୁ ବାହାଘର ହେଲା ପରେ ସେ ନିଜେ ବାଲ ଦେବତା କରନ୍ତି ତାକୁ ଏବଂ ଲୋକମାନେ ମଧ୍ୟ ଆଉ ତାଙ୍କୁ ଅନୁସରଣ କରିକି ଆଉ ସେମାନେ ସେ ବାଲର ସେମାନେ ସେବା କରୁଥିଲେ। ତ ସେମାନେ ପଲିଟିକାଲି ବା ସୋସିଆଲି ଆଉ ସେମାନେ ଥିଲେ ବା ସେମାନେ ଦୁଷ୍ଟ ଥିଲେ। ଏହା ଥିଲା ସେମାନଙ୍କର ସମସ୍ୟା। ଦ୍ୱିତୀୟ ସମସ୍ୟା ଥିଲା ଆଉ ସେମାନଙ୍କର ଏହି ପିପୁଲ ଆର୍ କନଫ୍ୟୁଜ। ଲୋକମାନେ ଦ୍ୱନ୍ଦ୍ୱରେ ଥିଲେ, କଣ ଆତ୍ମିକ ଭାବରେ ମାନସିକ ଭାବରେ। ଅନେକ ଲୋକ ଅଛନ୍ତି ସେମାନେ ସତ୍ୟେଶ୍ୱରଙ୍କୁ ସେବା କରୁଥିଲେ, ଆଉ କେତେ ଜଣ ଆଉ ସେମାନେ କେବଳ ଯେ ସେମାନେ ବାଲ ଦେବତାଙ୍କୁ ସେବା କରୁଥିଲେ। ଆଉ କେତେ ଜଣ ଥିଲେ ସେମାନେ ବୋଥ ସତ୍ୟେଶ୍ୱରଙ୍କୁ ଏବଂ ବାଲ ମାନଙ୍କୁ ମଧ୍ୟ ସେମାନେ ସେବା କରୁଥିଲେ। ଛତା ପରେ ଯୁଆଡେ ବର୍ଷା ସିଆଡେ ଛତା। ସେମାନେ ତାଙ୍କର ସମୟ ସମୟ ରୂପ ସେମାନେ ବ୍ୟବହାର କରୁଥିଲେ। ଏହିପରି ଭାବରେ ଏହି ଇସ୍ରାଏଲ ମଧ୍ୟରେ ଗୋଟିଏ ସମସ୍ୟା ଥିଲା। ଆଉ ସେହି ସମୟରେ ଈଶ୍ୱରଙ୍କର ଦାସ ଏଲିୟ ସେ ସେବା କରିବା ସେ ଆସନ୍ତି ଏବଂ ଯେତେବେଳେ ସେ ଏ ସମସ୍ୟା ଦେଖିଲେ ଆଉ ସେ ଏ ସମସ୍ୟାର ସମାଧାନ କରିବା ନିମନ୍ତେ ଆଉ ସେ ଯୋଜନା କଲେ। ଓକେ, ସେ କଣ ଯୋଜନା କଲେ ଦେଖନ୍ତୁ। ପ୍ରଥମ ଯୋଜନା ତାଙ୍କର କଣ, ସେ ଇନଭାଇଟ୍ ସେ ସ୍ୱାଗତ କଲେ କାହାକୁ, ରାଜା ଆହାବଙ୍କୁ ଆଉ ସମଗ୍ର ଇସ୍ରାଏଲ ଲୋକଙ୍କୁ ଓ ଇସବେଲ ମେଜରେ ଭୋଜନକାରୀ ବାଲ ଦେବତାର 450 ବକ୍ତା ମାନଙ୍କୁ ଏବଂ ଆସେରାର ଭବିଷ୍ୟତ ବକ୍ତା 400 ଜଣଙ୍କୁ ଏଇ 850 ଏବଂ ସମଗ୍ର ଇସ୍ରାଏଲ ଲୋକମାନଙ୍କୁ ଓ ରାଜା ଆହାବଙ୍କୁ ସେ ଇନଭାଇଟ୍ କଲେ, ସେ ସ୍ୱାଗତ କଲେ। ଆଉ ସେମାନଙ୍କୁ ସେ ଇନଫର୍ମେସନ ଦେଲେ, ସୂଚନା ଦେଲେ କଣ ନା 8 ପର୍ବର ଆମେ ଟିକେ ପଢିବା। 8 ପର୍ବ ତାର 18 ପର୍ବ ତାର 21 ରୁ 25 ଜଣ ପଢିଦେବେ। ଆପଣ ଶୁଣିପାରୁଛନ୍ତି ମୋ ଆବାଜ? ପ୍ରଥମ ରାଜା ବଳି 18 ପର୍ବ 21 ରୁ 25। କିଏ ଜଣେ ପଢନ୍ତୁ। ମତେ ଶୋଇପଡୁଛନ୍ତି। ଏଠାରେ ଏଲିୟ ସବୁ ଲୋକଙ୍କ ନିକଟରେ ଆସି କହିଲେ, ତୁମେମାନେ କେତେ କାଳ ଦୁଇ ମତ ମଧ୍ୟରେ ସନ୍ଦିଗ୍ଧ ହୋଇ ରହିବ? ସଦାପ୍ରଭୁ ଯେବେ ପରମେଶ୍ୱର ହୁଅନ୍ତି ତେବେ ତାହାଙ୍କର ଅନୁଗାମୀ ହୁଅ, ମାତ୍ର ଯେବେ ବାଲ ଦେବେ ତାହାଙ୍କର ଅନୁଗାମୀ ହୁଅ। ଏଥିରେ ଲୋକମାନେ ତାଙ୍କୁ ଗୋଟିଏ କଥା ଉତ୍ତର ଦେଲେ। ତେଣୁ ଏଲିୟ ଲୋକମାନଙ୍କୁ କହିଲେ, ମୁଁ ସଦାପ୍ରଭୁଙ୍କର ଏକ ଭବିଷ୍ୟତ ବକ୍ତା ଅବଶିଷ୍ଟ ଅଛି, ମାତ୍ର ବାଲ ଭବିଷ୍ୟତ ବକ୍ତା 450 ଜଣ ଅଛନ୍ତି। ଏହେତୁ ସେମାନେ ଆମମାନଙ୍କୁ 2 ବୃଷ ଦିଅନ୍ତୁ, ଆଉ ସେମାନେ ଆପଣମାନଙ୍କ ପାଇଁ ଗୋଟିଏ ବୃଷ ପସନ୍ଦ କରନ୍ତୁ ଓ ତାହା ଖଣ୍ଡ ଖଣ୍ଡ କରି କାଷ୍ଠ ଉପରେ ରଖନ୍ତୁ, ମାତ୍ର ତଳେ ଅଗ୍ନି ନ ଦିଅନ୍ତୁ। ଆଉ ମୁଁ ଅନ୍ୟ
ବୁଷ୍ଟରଟିକୁ ପ୍ରସ୍ତୁତ କରି କାଷ୍ଠ ଉପରେ ରଖିବି, ମାତ୍ର ତଳ ଅଗ୍ନି ଦେବି ନାହିଁ। ଆଜ୍ଞା କେତେ ଯାଏ? ମା ଆପଣଙ୍କୁ ବହୁତ ଠିକ ଅଛି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କୁ ଆପଣ ଇନଫର୍ମେସନ ବା ସୂଚନା ଦଉଛନ୍ତି କଣ ଯେ ଆଇଦର ତୁମେ ଈଶ୍ୱରଙ୍କୁ ସତ୍ୟେଶ୍ୱରଙ୍କୁ ସେବା କର, ନହେଲେ ବାଉଳ ସେବା କର। କାହିଁକି ଦିଟା ନାଁ କାହିଁକି ତମେ ଦେଇଛ? ସତ୍ୟେଶ୍ୱରଙ୍କୁ ସେବା କର, ନଚେତ ଭଲ ସେବା କର। ଆପଣ ଗୋଟେ ସର୍ତ୍ତ କରୁଛନ୍ତି, ଗୋଟେ ସର୍ତ୍ତ ରଖିବା ଯେ ଆମେ ସେମାନେ ତ କେତେ ଜଣ ଅଛ, ଏକୁଟିଆ ଅଛି, ଆମେ ଗୋଟେ ଯଜ୍ଞ ବେଦୀ କରିବୁ। ଆଉ ତା ଉପରେ ତମେ ଗୋଟିଏ ବୃଷ ନବ, ଆଉ ମୁଁ ଗୋଟେ ବୃଷ ନେବି। ଆଉ ତୁମେ ତାକୁ ଖଣ୍ଡ ଖଣ୍ଡ କାଟିବ, ଆଉ ତାକୁ ତୁମେ କିନ୍ତୁ ତାକୁ ନାହିଁ ପ୍ରାର୍ଥନା କରି, ଆଉ ଯାହାର ଈଶ୍ୱର ଆଉ ସେ ଆସିକି ଆଗ୍ରହ କରିବା ତାକୁ ବା ନିଆଁ ଜଳାଇବ। ଏଠି ସମସ୍ତେ ସେଥିରେ ବହୁତ ଭଲ ଆଗେ ଆମେ ହିଁ ତ ସେମାନେ ସେଠି ପଡ଼ିଥିଲେ। ଲୋକମାନେ ସେଇ ପ୍ରକାର ଥିଲେ। ତେଣୁ ଯୀଶୁ ଆଉ ଗୋଟେ କଥା କହିଲେ, ମାତ୍ର ତାର 6:24 ଲେଖା ଅଛି। କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ନପାରେ, କେବଳ ଜଣେ ସେବା କରି ନପାରନ୍ତି। ଆଉ ଲେଖନ୍ତି ଗୋଟେ ନର୍ମାଲ ନେମ୍ ସେ କହିଲେ ଅନଲି କେବଳ ନାମକୁ କେବଳ ସେମାନେ ଖ୍ରୀଷ୍ଟିଆନ ହେଲା ପରେ। ଆଉ ବର୍ତ୍ତମାନ ଯୁଗରେ ମଧ୍ୟ ସରି ଆମର ଆଉ ଗୋଟେ ଡିଭାଇସ୍ ଅଟୋମେଟିକ୍ କଟିଗଲା। ମୁଁ ଜଷ୍ଟ ଟିକେ ଲଗ୍ଇନ୍ କରୁଛି। ହଠାତ୍ ମୋର ଅଡିଓ ଜାଣିଲି। ସାର୍ ପୁନର୍ବାର ଟିକେ କୋଚ୍ କରିବେ ସେଠିକି। ଧନ୍ୟବାଦ ଆଜ୍ଞା।
ନେଟୱାର୍କ ଟିକେ ସମସ୍ୟା ରହୁଛି। ଓକେ ये जो समस्या ଥିଲା ଆଉ ସେ ସମସ୍ୟାକୁ ସେ ସମାଧାନ କରିବାକୁ ଚାହିଁଲେ। ସେ ପ୍ରଥମ ପଦକ୍ଷେପ ନେଲେ ଯେ ସେ ରାଜାଙ୍କୁ ଆଉ ସମଗ୍ର ଇସ୍ରାଏଲ ଲୋକମାନଙ୍କୁ ଏବଂ ସେଇ ବାଲ୍ ଭବିଷ୍ୟତ ବକ୍ତା ମାନଙ୍କୁ ଏବଂ ଆଶାର ଭବିଷ୍ୟତ ବକ୍ତା ମାନଙ୍କୁ ସେ ନିମନ୍ତ୍ରଣ କଲେ ଏକ ଡିବେଟ୍ ନିମନ୍ତେ ଗୋଟେ ତର୍କରେ ବସିଲେ। ଆଉ ସେ ତର୍କରେ ସେମାନଙ୍କୁ ଗୋଟିଏ ସର୍ତ୍ତ ରଖିଲେ ଯେ ଯଦି ତୁମେ ସତ୍ୟେଶ୍ୱରଙ୍କର ସେବା କରିବ ତେବେ କର, କିନ୍ତୁ ତୁମେ ଏପଟ ସେପଟ ହବ ନାହିଁ। ଆଉ ସେ ସର୍ତ୍ତ ହଉଛି କଣ ନା ତୁମମାନେ ଗୋଟିଏ ବୃଷ ନବ ଏବଂ ମୁଁ ଗୋଟିଏ ବୃଷ ନେବି ଏବଂ ତୁମମାନେ ତାକୁ ଖଣ୍ଡ ଖଣ୍ଡ କରିକି ତାକୁ ରଖିବ ଆଉ ମୁଁ ତାକୁ ଖଣ୍ଡ ଖଣ୍ଡ କରିବି, କିନ୍ତୁ ସର୍ତ୍ତ ହଉଛି ଯେ ତାକୁ ଆମେ ତଳେ ଅଗ୍ନି ଦେବା ନାହିଁ, ନିଆଁ ଜଳେଇବା ନାହିଁ। ସେଇଟା ଅଟୋମେଟିକ ଚାହେ ତୁମର ଦେବତା କିମ୍ବା ମୋର ଅଟୋମେଟିକ ତାକୁ ନିଆଁ ଜଳାଇବେ। ସେହି ସର୍ତ୍ତ ଦେଲେ ଆଉ ସେ ସର୍ତ୍ତରେ ଆଉ ସେମାନେ ରାଜି ହେଇଥିଲେ। ଏବଂ ତୃତୀୟ ଦେଖିବା ସେ କହୁଛେ ଦେଖୁଛନ୍ତି କିପରି ସଠିକ ଭାବରେ ସେ ବେଦୀକୁ ସଜାଡୁଛନ୍ତି। ଗୋଟେ ସାଧାରଣ ଲେଖା ଅଛି କୌଣ ସେମାନେ ଆପଣ ମାନଙ୍କୁ ଦେଖନ୍ତୁ ଏଇଟା ଗୋଟେ ସିମ୍ପଲ ଭାବରେ ସେମାନେ ଗୋଟେ ବୃଷକୁ ନେଲେ ଏବଂ ତାକୁ କଲେ। ସାଧାରଣ ଭାବରେ ସେମାନେ କହିଛନ୍ତି ଭିତରେ ସେ ତାକୁ କେତେ ଯତ୍ନର ସହିତ ତାକୁ ସେ ସଜାଉଛନ୍ତି। 30 ପଦ ଲେଖା ଅଛି ସେ ସବୁ ପୁନଃନିର୍ମାଣ କଲେ, ଯୋଉଟାକ ଭଗ୍ନ ହେଇଥିଲା ତାକୁ ପୁନଃନିର୍ମାଣ କଲେ। ଏବଂ 31 ପଦ ଲେଖା ଅଛି ସେ ଯାକୁବଙ୍କର 12 ସନ୍ତାନ ମାନଙ୍କ ନାମରେ ଯୋଉ 12ଟି ପ୍ରସ୍ତର ସେ ସଜେଇଲେ। ଦେଖନ୍ତୁ ବର୍ତ୍ତମାନର ପରିସ୍ଥିତି ଦେଶ ଦୁଇ ଭାଗ ହେଇଛି, ଗୋଟେ ହଉଛି 2 ଗୋଷ୍ଠୀ ଆଉ ସେ ହଉଛି 10 ଗୋଷ୍ଠୀ। ସେ ଚାହିଁଥିଲେ ସେବା କରୁଛନ୍ତି କୋଉଠି ନା ଇସ୍ରାଏଲରେ ସେ 10 ଗୋଷ୍ଠୀ ମଧ୍ୟ ସେବା କରୁଛନ୍ତି। ସେ ଚାହିଁଥିଲେ ସେ କେବଳ 10ଟି ପଥର ନେଇ କରିଥାନ୍ତେ, କିନ୍ତୁ ସେ ଚାହିଁଲେ ନାହିଁ ଯେ 2ଟି ପଥର ସେ ଜିହୁଦା ମାନଙ୍କର ନାମର ମଧ୍ୟ 2ଟି ପଥର ଆଣିକି ବା ସେହି 12ଟି ପଥର ଆଣିକି ସେ ବେଦୀକୁ ପୁନଃନିର୍ମାଣ କରୁଛନ୍ତି। ଏବଂ 32 ପଦରେ ଲେଖା ଅଛି ସେ ସଦାପ୍ରଭୁଙ୍କ ନାମରେ ତାହା କରୁଛନ୍ତି। ଦେଖନ୍ତୁ ତାପରେ ତାର ଗୋଟିଏ ଷ୍ଟେପ ପରେ ଗୋଟିଏ ଷ୍ଟେପ ପ୍ରଥମେ ସେହି ଭଙ୍ଗା ବେଦୀକୁ କଲେ ଏବଂ ସଦାପ୍ରଭୁଙ୍କ ନାମରେ ତାହା କରୁଛନ୍ତି। ଏବଂ ସେ 33 ପଦ ଲେଖା ଅଛି ସେ ତାକୁ ସଜାଇଲେ ଏବଂ ସେ 33 ପଦ ଲେଖା ଅଛି ସେ ବୃଷକୁ ଖଣ୍ଡ ଖଣ୍ଡ କଲେ। ଆଉ ଏହି ବେଦୀର ନିଦର୍ଶନ ହଉଛି ଏହା ହଉଛି ଆମଙ୍କର ପ୍ରାର୍ଥନାର ଜୀବନ। ଯୋଉ ପ୍ରାର୍ଥନା ଏକ ସାଧାରଣ ବିଷୟ ନୁହଁ। ଓକେ, ପ୍ରାର୍ଥନା ଏକ ମହାନ କାର୍ଯ୍ୟ ଅଟେ। ଅନେକ ସମୟରେ ବାଇବଲ ପଢୁ ପ୍ରଚାର ଅନେକ ସମୟରେ ମାନେ ବିଭିନ୍ନ ପ୍ରକାରର ମିଟିଂ ମାନଙ୍କୁ ଯୋଗ ଅଧିକ ସମୟ ଯଦି ଆମେ ଉପବାସ ପ୍ରାର୍ଥନା ବା ପ୍ରାର୍ଥନା ମିଟିଂ ହଉଛି ଆଉ ସେଇ ସ୍ଥାନ ମାନଙ୍କରେ ବହୁତ କମ ଲୋକ ଯୋଗ ଦିଅନ୍ତି। ଗତକାଲି ପ୍ରାର୍ଥନା ହେଇଥିଲା 9ଟାରୁ 12ଟା ପର୍ଯ୍ୟନ୍ତ। ସେଠି ସକାଳ ଦଉଛି କିନ୍ତୁ ସେଟା
ଅଧିକା ଲୋକ ଯୋଉଥିଲେ କିନ୍ତୁ ସେହି ପ୍ରାର୍ଥନା ମିଟିଂ ରେ ବହୁତ କମ ଲୋକ ଥିଲେ। ତ ମୁଁ କହିବା ମାନେ ଯେକୌଣସି ସ୍ଥାନରେ ଅଫଲାଇନ ହଉ କି ଅନଲାଇନ ହଉ ପ୍ରାର୍ଥନା ମିଟିଂ ରେ ଅନ୍ୟ ମିଟିଂ ତୁଳନାରେ ବହୁତ କମ ଲୋକ ଯୋଗଦାନ କରିଥାନ୍ତି। ତ ମୋ ପ୍ରିୟ ବନ୍ଧୁଗଣ, ଆଜି ଆମମାନଙ୍କର ବ୍ୟକ୍ତିଗତ ଆମର ଯଜ୍ଞ ବିଧି ବା ପ୍ରାର୍ଥନା ଆମ ପାରିବାରିକ ପ୍ରାର୍ଥନା, ଆମ ମାଣ୍ଡଳିକ ପ୍ରାର୍ଥନା କଣ ସେଇପରି ଆମେ ସଠିକ ଭାବରେ ଯାଉଛେ କି? ସେଦିନ ବକ୍ତା ସେ ତାଙ୍କର ସେ ବିତର୍କ କ୍ଷେତ୍ରକୁ ବା ସେ ମୈଦାନକୁ ଓହ୍ଲାଇ ସେ ସଜାଡ଼ିଥିଲେ। ଫର ଦ ଭିଜନ ବା ମିଶନ ସେ ସେବା ନିମନ୍ତେ ପ୍ରାର୍ଥନା କଲେ। ଓକେ, ସେ ସେବା ନିମନ୍ତେ ପ୍ରାର୍ଥନା କଲେ। ସେ ପ୍ରାର୍ଥନା କଣ? turn their heart back to your care। ଆଉ ଥରେ ପ୍ରଭୁ ସେମାନେ ଯେତେବେଳେ ସତ୍ୟେଶ୍ୱରଙ୍କୁ ଜାଣିଥିଲେ ସେବା କରୁଥିଲେ, କିନ୍ତୁ ସେମାନଙ୍କର ମନକୁ ହୃଦୟକୁ ସେମାନେ ଅନ୍ୟ ଦେବତା ମାନଙ୍କର ବାଲ ଦେବତା ସେମାନେ ଫେରି ଯାଇଥିଲେ। ତେଣୁ ସେମାନଙ୍କର ହୃଦୟ କିପରି ପୁନର୍ବାର ଫେରିବ ସେଥି ନିମନ୍ତେ ସେ ପ୍ରାର୍ଥନା କରିଥିଲେ। ପିପୁଲ ମେ नो यू आर द लॉर्ड एंड गॉड। ତୁମେ ଯେ ସତ୍ୟ ଈଶ୍ୱର, ତୁମେ ଯେ ସତ୍ୟ ପରମେଶ୍ୱର, ଏହା ସେମାନେ ଜାଣନ୍ତୁ। ଏହା ତାଙ୍କର ସେ ପ୍ରାର୍ଥନା ଥିଲା। ଆଉ ଆମମାନଙ୍କର ମହାଯାଜକ ଯୀଶୁଖ୍ରୀଷ୍ଟ, ଆମେ ଦେଖୁ ସେ ଯୋହନ ତାର 17 ପର୍ବରେ ସେ ଯୋଉ ମହାଯାଜକୀୟ ପ୍ରାର୍ଥନା କରନ୍ତି, ସେ ସେହି ପ୍ରାର୍ଥନା କରନ୍ତି ଯେ ସତ୍ୟ ଈଶ୍ୱରଙ୍କୁ ଜାଣିବା ହେଉଛି ଅନନ୍ତ ଜୀବନ ଅଟେ। ଏବଂ 9 ପଦରେ ଏବଂ 20 ପଦରେ ସେ ଆପଣମାନଙ୍କ ପାଇଁ ଏବଂ ମୋ ନିମନ୍ତେ ସେ ପ୍ରାର୍ଥନା କରୁଛନ୍ତି। ସେମାନଙ୍କର ସୁରକ୍ଷା ନିମନ୍ତେ ଯଦି ପଢିବା ସେ 17 ପର୍ବର 11 ପଦରେ ସେମାନଙ୍କର ସୁରକ୍ଷା ନିମନ୍ତେ, କାଠାରୁ ସୁରକ୍ଷା ନା ଶୈତାନ ଠାରୁ କିପରି ଆମେ ସୁରକ୍ଷିତ ରହିବା ସେଥି ନିମନ୍ତେ ସେ ପ୍ରାର୍ଥନା କରୁଛନ୍ତି। ଏବଂ 17 ପଦରେ ଆମେ ଯେ ପବିତ୍ରତା ସହିତ ଜୀବନ କାଟିବା ସେଥି ନିମନ୍ତେ ଯୀଶୁଖ୍ରୀଷ୍ଟ ଆମ ନିମନ୍ତେ ସେ ପ୍ରାର୍ଥନା କରୁଛନ୍ତି। ଏକ ମହାଯାଜକୀୟ ପ୍ରାର୍ଥନା। ଆଉ ଏ ସମୟରେ ମଧ୍ୟ ଏଲିୟଙ୍କର ଗୋଟିଏ ଉଦ୍ଦେଶ୍ୟ, ଗୋଟିଏ ଲକ୍ଷ୍ୟ ଥିଲା ଯେ ଯେଉଁ ପବିତ୍ର ଲୋକମାନେ ବା ଈଶ୍ୱରଙ୍କର ଲୋକମାନେ ସେମାନେ ବିପଥରେ ଯାଉଛନ୍ତି, ଅର୍ଥାତ୍ ସେମାନେ ଭୁଲ ଦେବତା ଆଡକୁ, ସେମାନେ ସତ୍ୟେଶ୍ୱରଙ୍କୁ ଛାଡିକି ସେମାନେ ପୁନର୍ବାର ସେମାନେ ଯୋଉ ବାଲ ଦେବତାର ସେବା କରୁଥିଲେ। ଆଉ ବିଶେଷ କରି ଏଇ ଆହବ ତାଙ୍କର ସ୍ତ୍ରୀ ଆଉ ସେମାନେ ବାଲ ଦେବତାର ଭବିଷ୍ୟତ ବକ୍ତା ମାନଙ୍କୁ ତାଙ୍କ ଘରକୁ ଡାକିକି ସେମାନଙ୍କୁ ଖାଇବା ପିଇବା ଦେଇକି ସେମାନେ ତାଙ୍କରି ଧର୍ମ ବା ସେଇ ବାଲ ଦେବତାକୁ ସେମାନେ ପ୍ରଚାର ପ୍ରସାର କରୁଛନ୍ତି। ଆଉ ଅନେକ ଲୋକମାନେ ସେଇ ସମୟରେ ସେମାନଙ୍କର ସେବା କରୁଥିଲେ। ଏହା ଏଲିୟଙ୍କ ନିମନ୍ତେ ଗୋଟେ ବହୁତ ବଡ ଚ୍ୟାଲେଞ୍ଜ ଥିଲା ଯେ କିପରି ସେହି ଲୋକମାନେ ସେମାନେ ସତ୍ୟେଶ୍ୱରଙ୍କ ଆଡକୁ ଫେରିବେ। ଆଉ ସେଥି ନିମନ୍ତେ ସେହି ସ୍ଥାନରେ ସେ ଏପରି ପ୍ରାର୍ଥନା କରୁଥିଲେ ଯେ ଏଇ ଲୋକମାନେ କିପରି ଆଜି ଜାଣିବେ ଯେ ସତ୍ୟେଶ୍ୱର ହେଉଛି ଆମ ପରମେଶ୍ୱର, ଏହା କିପରି ଜାଣିବେ ସେଥି ନିମନ୍ତେ ସେ ପ୍ରାର୍ଥନା କଲେ। ପ୍ରିୟ ବନ୍ଧୁଗଣ, ଆଜି ଆମେ ସେହି ଯାଜକୀୟ କାର୍ଯ୍ୟ ବର୍ତ୍ତମାନ ଆମଙ୍କ ଦାୟିତ୍ୱ ରହିଛି। ଆଉ ଏହି ପ୍ରାର୍ଥନା ଆମମାନଙ୍କର ଆବଶ୍ୟକତା ରହିଛି ଅନ୍ୟମାନଙ୍କ ନିମନ୍ତେ। ସେ କିପରି ସତ୍ୟେଶ୍ୱରଙ୍କୁ ଲୋକ ଜାଣିବେ ଏବଂ ଈଶ୍ୱରଙ୍କର ସେବା କରିବେ। ଆଉ ଏହା ଥିଲା ଏଇ ଏଲିୟଙ୍କର ପ୍ରାର୍ଥନା ଯେ ସେହି ଲୋକମାନେ, ଯେଉଁ ଲୋକମାନେ କି ସେମାନେ ସତ୍ୟେଶ୍ୱରଙ୍କୁ ପରିତ୍ୟାଗ କରିକି ସେମାନେ ବାଲ ଦେବତାର ସେବା କରୁଥିଲେ, ସେମାନେ କିପରି ପୁନର୍ବାର ଫେରିବେ ସେ ତାହା ହିଁ ପ୍ରାର୍ଥନା କରୁଥିଲେ। ଏବଂ ଆମେ ଦେଖୁ ଯେ ପଞ୍ଚମରେ ସେ ପାୱାରଫୁଲ ପ୍ରେଜେଣ୍ଟେସନ, ସେ ଶକ୍ତିଶାଳୀ ପ୍ରଦର୍ଶନ କରୁଛନ୍ତି। 38 ପଦରେ ପ୍ରଭୁ ସଫଳତା ଦେଲେ। 80 ପଦରେ ଏପରି ଲେଖା ଅଛି, ସେତେବେଳେ ସଦାପ୍ରଭୁଙ୍କର ଅଗ୍ନି ପତିତ ହୋଇ ହୋମାର୍ଥକ ବଳି ଓ କାଷ୍ଠ ଓ ପ୍ରସ୍ତରକୁ ଓ ଧୂଳି ଗ୍ରାସ କରି ଖାଇରେ ଥିବା ଜଳ ଛାଟି ପକାଇଲେ। ହାଲେଲୁୟା। ପ୍ରଭୁ ସେଇ ଯୋଉ ଡିବେଟ କରୁଥିଲେ, ଯୋଉ ତର୍କକୁ ଯାଇଥିଲେ, ତାକୁ ପ୍ରଭୁ ସଫଳ କଲେ।
ଆଉ ଦେଖନ୍ତୁ ସେଇ 49 ପଦରେ 39 ପଦ ଲେଖା ଅଛି, ଏଥିରେ ସମଗ୍ର ଲୋକ ଏହା ଦେଖି ମୁହଁମାଳି ପରି କହିଲେ, ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି। ଲୋକମାନେ ସ୍ୱୀକାର କଲେ, ଲୋକମାନେ ସ୍ୱୀକାର କଲେ ଯେ ସେ ହଉଛି ସତ୍ୟ ପରମେଶ୍ୱର। ଆଉ ସେ ଯେଉଁମାନେ ଫେରି ଯାଇଥିଲେ ବାଲ ଦେବତା ମାନଙ୍କ ପାଖକୁ, ତା ସତ୍ୟ ପରମେଶ୍ୱର ନୁହଁ, କିନ୍ତୁ ଏହି ଯୋଉ ପରମେଶ୍ୱର ଯିଏ କି ଏଲିୟଙ୍କର ସେହି ଯଜ୍ଞ ବିଧିକୁ ସେ ଓହ୍ଲାଇ ଆସିକି ଛାଟି ପକାଇଥିଲେ, ତାକୁ ନିଆଁ ଜଳାଇଥିଲେ, ସେ ହଉଛି ସତ୍ୟ ପରମେଶ୍ୱର। ଏହା ଲୋକମାନେ ସ୍ୱୀକାର କଲେ। ଏବଂ ଦେଖୁ ସେଇ 40 ପଦରେ ସେ ବାଲ ଭବିଷ୍ୟତ ବକ୍ତା ମାନଙ୍କୁ ସେ ସଂହାର କରିଥିଲେ। Our God is the God of victory. ଆମମାନଙ୍କର ପରମେଶ୍ୱର ହଉଛି ସେ ବିଜୟର ପରମେଶ୍ୱର। ସେପରି ବିଜୟ ଯେ ତାକୁ ମୃତ୍ୟୁ ମଧ୍ୟ ତାକୁ ବାନ୍ଧି ରଖି ପାରିଲେ ନାହିଁ, ସେ ମୃତ୍ୟୁର ବନ୍ଧନରେ ମଧ୍ୟ ସେ ପୁନଃସହିତ ହେଇଥିଲେ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆଜି ଯଦି ଆମେ କମ୍ପେୟାର କରିବା ବର୍ତ୍ତମାନ ସମୟକୁ, ଆମେ ଏଇପରି ଏକ ସମୟରେ ରହିଅଛୁ ଯାହାକି ଏକ୍ସାକ୍ଟଲି ସେ ଏଲିୟନଙ୍କର ସମୟ ସହିତ ସମତୁଳ ହେଇଯାଇଛି। ତ ଆମମାନଙ୍କର ଦେଶରେ, ଆମମାନଙ୍କର ରାଜ୍ୟରେ, ଆମମାନଙ୍କର ଝିଅରେ ମଧ୍ୟ ଏପରି ସମସ୍ୟା ରହିଅଛି। ତ ଏହାକୁ ଆମକୁ ଏକ ସଠିକ ଭାବରେ ଆମକୁ ଯୋଜନା କରିବାକୁ ପଡିବ, ଆମେ କିପରି ଆମମାନଙ୍କର ସେବା କାର୍ଯ୍ୟ କରିବାକୁ ହବ। ଏବଂ ଏହି ସେବା ନିମନ୍ତେ ଏକ ପ୍ରାର୍ଥନା ନିହାତି ଆବଶ୍ୟକତା ରହିଅଛି। ଆଉ ସେ ପ୍ରାର୍ଥନା କିପରି ଆମେ ସଠିକ ଭାବରେ ସଜାଡ଼ିବା, ଆଉ ଆମର ସେହି ପ୍ରାର୍ଥନା ହେବା ଆବଶ୍ୟକ ଯେ ଯୋଉ ଲୋକମାନେ ସେମାନେ ସତ୍ୟସ୍ପରଙ୍କୁ ଛାଡିକି ସେମାନେ ବିପଦଗାମୀ ଅଛନ୍ତି, କିପରି ସେମାନେ ସତ୍ୟସ୍ପରଙ୍କୁ ଜାଣିବେ, ସେଥିରେ ମଧ୍ୟ ଆମେ ପ୍ରାର୍ଥନା କରିବା। ଏବଂ ନିଶ୍ଚୟ ସଦାପ୍ରଭୁ ସେଦିନ ଯେପରି ଏଲିୟଙ୍କୁ ସାହାଯ୍ୟ କରିଥିଲେ, ଅଗ୍ନି ମଧ୍ୟରେ କଥା କହିଥିଲେ, ସେ ପବିତ୍ର ଆତ୍ମା ଆମମାନଙ୍କର ସେହି ପ୍ରାର୍ଥନାକୁ ସେ ସାହାଯ୍ୟ କରିବେ ତା ଶୁଣିବା ନିମନ୍ତେ। ଏବଂ ଯେଉଁ ଆମମାନଙ୍କର ସେବା କାର୍ଯ୍ୟ ରହିଅଛି, ପ୍ରଭୁ ଆମକୁ ସେ ସଫଳତା ଦେବେ। ଆସନ୍ତୁ ଆମେ ଏହି ଏଲିୟଙ୍କ ଜୀବନରୁ ଶିକ୍ଷା କରିବା ଯେ ଆମମାନଙ୍କର ଏହି ବର୍ତ୍ତମାନ ପରିସ୍ଥିତିରେ ଆମେ କିପରି ଆମମାନଙ୍କର ବ୍ୟକ୍ତିଗତ, ଆମମାନଙ୍କର ପାରିବାରିକ, ଆମର ମାଣ୍ଡଳିକ ଯୋଉ ପ୍ରାର୍ଥନା ଜୀବନକୁ ଆମେ ସଠିକ ଭାବରେ ସଜାଡ଼ିବା ଏବଂ ଆମ ସେବା ନିମନ୍ତେ ପ୍ରାର୍ଥନା କରିବା, ଏବଂ ନିଶ୍ଚୟ ସଦା ପ୍ରଭୁ ଆଶୀର୍ବାଦ କରିବେ। ସଦା ପ୍ରଭୁ এই ছোট বাচ্চা ସମସ୍ତଙ୍କୁ ଆଶୀର୍ବାଦ କରନ୍ତି। ବହୁତ ବହୁତ ଧନ୍ୟବାଦ ଆଜ୍ଞା ସୁଯୋଗ ନିମନ୍ତେ। ମୁଁ ଦୁଃଖିତ ଏ ସମୟ ନିମନ୍ତେ ଏଇ ନେଟୱାର୍କ ଇସ୍ୟୁ ଯୋଗୁଁ ଟିକେ ବିଭ୍ରାଟ ହେଇଥିଲା, କ୍ଷମା କରିବେ। ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ ସାର୍, ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଅନୁଗ୍ରହ କରନ୍ତୁ ସୁନ୍ଦର ବାକ୍ୟ ପାଇଁ। ସତରେ ଏଲିୟଙ୍କର ଜୀବନର ସମସ୍ତ ବିବରଣୀ ପ୍ରଭୁଙ୍କର ଦାସ ଆମମାନଙ୍କ ସମ୍ମୁଖରେ ସେ ପ୍ରେଜେଣ୍ଟ କରିଅଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କର ଦାସକୁ ଧନ୍ୟବାଦ ଦିଏ। ଆମମାନଙ୍କ ଜୀବନରେ ମଧ୍ୟ ଆମେ ଏଲିୟଙ୍କ ପରି ସେବା କାର୍ଯ୍ୟକୁ ଆମେ ଆଗକୁ ବଢାଉ। ତାଙ୍କ ଜୀବନର ବେଦୀ କେତେ ପ୍ରକାର ସେ ସଜେଇଥିଲେ, ପ୍ରଭୁଙ୍କର ପ୍ରଶଂସା ଦାସଙ୍କ ପାଇଁ ଆମଙ୍କ ମଧ୍ୟରେ ପ୍ରଭୁଙ୍କର ପ୍ରିୟ ଦାସ ଡେଭିଡ ଲିମା ଆଜ୍ଞା ଅଛନ୍ତି। ସାର୍ ମତେ ଶୁଣି ପାରୁଛନ୍ତି? ପ୍ରେଜ ଦ ଲର୍ଡ। Praise the Lord, sister. ପ୍ରେଜ ଦ ଲର୍ଡ ସାର୍। ପ୍ରାର୍ଥନା କରନ୍ତୁ।